ଦେଇଛନ୍ତି ପ୍ରଭାରୀ ଦାୟିତ୍ୱ ରହିବା ଆପଣ କଣ ସାର୍ କାର୍ଯ୍ୟକ୍ରମ ବସେଇଲେ? ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି। ସେ ଅନୁଗୁଳ ଜିଲ୍ଲା ଆଉ ସମ୍ବଲପୁର ଜିଲ୍ଲା ସେଠି ସେ ଜିଲ୍ଲାର ଯାହା ଆବଶ୍ୟକତା ଡେଭଲପମେଣ୍ଟ ପ୍ରଶାସନିକ ସାଙ୍ଗରେ ସ୍ଥାନୀୟ ଏମଏଲଏ ମାନଙ୍କ ସାଙ୍ଗରେ ନିଶ୍ଚିତ ଭାବେ ସେ କାର୍ଯ୍ୟ କରିବେ। ସେ ଦୁଇଟା ଯାକ ଜିଲ୍ଲାରେ କେମିତି ବିକାଶ ହେବ ସେ ଦାୟିତ୍ୱରେ ହବ। ସେ ଜିଲ୍ଲା ଆଗ ଧାଡ଼ିରେ ସମ୍ବଲପୁର ଜିଲ୍ଲା ବିଶେଷ କରି ଚାଷୀମାନଙ୍କର ଜିଲ୍ଲା। ଅନୁଗୁଳ ଜିଲ୍ଲାଟା ଇଣ୍ଡଷ୍ଟ୍ରିଆଲ ବେଲ୍ଟ ପୁରା ରହିଛି। ଆମେ ସବୁ ଆଡ଼ିକି ଧ୍ୟାନ ରଖିକି ଆମେ କ'ଣ କଲେ ଲୋକମାନଙ୍କର ଅସୁବିଧା ହେବନି, ସେମାନେ ନିଯୁକ୍ତି ପାଇବେ। ଫାର୍ଷ୍ଟ କଥା ହେଲା। ଦ୍ୱିତୀୟ କଥା ହେଲା ଲୋକମାନଙ୍କର ଯାହା ଆବଶ୍ୟକତା ଥିବ ସେଟା ସେ ଜିଲ୍ଲାରେ ବସିକି ଫାଇନାଲ କରିବେ। ସ୍ଥାନୀୟ ଏମଏଲଏ ମାନଙ୍କୁ ସେଥିପାଇଁ କହିବେ ପଚରାଯିବ, ସ୍ଥାନୀୟ ନେତାମାନଙ୍କୁ ପଚରାଯିବ, ଜନସାଧାରଣଙ୍କୁ ପଚରାଯିବ ଏବଂ ସେ ଜିଲ୍ଲାର ବିକାଶ କ'ଣ କଲେ ବିକାଶ ଠିକ ହେବ ସେ ଉପରେ ଯୋଜନା ପ୍ରସ୍ତୁତ କରାଯିବ। ସାର୍ ଏ ଯୋଉ ଦାୟିତ୍ୱ ଲୋକ ଓ ସରକାରଙ୍କ ଭିତରେ ଯୋଉ ଦୂରତା ରହିଥାଏ କମାଇବା ପାଇଁ ଆପଣମାନେ ଆମ ସରକାର ଦୂରତା ରହୁନାହିଁ। ଆମ ସରକାର ଲୋକଙ୍କ ପାଖରେ ଅଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ସାଧାରଣ ଲୋକଙ୍କ ସହିତ ମିଶୁଛନ୍ତି, ଆମେ ବି ସାଧାରଣ ଲୋକଙ୍କ ସହିତ ମିଶୁଛୁ। ତେଣୁ ସାଧାରଣ ଲୋକଙ୍କର ଆବଶ୍ୟକତା ଅନୁଯାୟୀ ଆମେ କାମ କରୁ। ସାର୍ ଇଂରାଜୀ ନବବର୍ଷର ଶୁଭେଚ୍ଛା ରାଜ୍ୟବାସୀଙ୍କୁ କେମିତି ଜଣାଇବା ପାଇଁ ଚାହିଁବେ? ନିଶ୍ଚିତ ଇଂରାଜୀ ନବବର୍ଷ ଶୁଭେଚ୍ଛା ଭାଇ ଭଉଣୀମାନଙ୍କୁ ସମସ୍ତଙ୍କୁ ଜଣାଉଛି। ରାଜ୍ୟର ବିକାଶ ହଉ, 4.5 କୋଟି ଓଡ଼ିଆ କେହି ବି ଦୁଃଖୀ ନ ରହୁ। ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଏଇଆ କାମନା। ସାର୍ ବର୍ତ୍ତମାନ ସାର୍ ବିଲ ମୁଣ୍ଡରେ ଚାଷୀ କାନ୍ଦୁଛି। ଗତ ଆସନ୍ତା କାଲି ଆପଣ ଗୋଟେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବେ ମୁଖ୍ୟମନ୍ତ୍ରୀ ଅଧୀନରେ। ତ ସାର୍ କ'ଣ ବର୍ତ୍ତମାନ ଆଉ କ'ଣ ଷ୍ଟ୍ରାଟେଜି ହେଲାଣି ନା କ'ଣ ପଦକ୍ଷେପ ନିଆଯାଇଛି? ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯେଉଁ ଚାଷୀ ବନ୍ଧୁମାନଙ୍କର କ୍ଷତି ହେଉଛି କ୍ଷତି ବାବଦକୁ ପଇସା ଏହି ଅନ୍ତରତ ହୁଅନ୍ତୁ ନାହିଁ। ତାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ତୁରନ୍ତ ଆକଳନ କରିବେ। ଯାହାର ଯାହା କ୍ଷତି ହେଉଛି ସେ ପଇସା ଆମେ ଦେବୁ। ସାର୍ ସାନି ଚାଷୀ ତାଲିକା କରିବା ପାଇଁ ଆପଣ ନୋଟିଫିକେସନ ଦେଇଥିଲେ, ଏସଓପି ଜାରି କରିଛନ୍ତି। ଚାଷୀ ପଞ୍ଜୀକରଣ କରିବେ, କ'ଣ ତାର ଉଦ୍ଦେଶ୍ୟ କ'ଣ ସାର୍? ଆଉ ଥରେ କ'ଣ ଆପଣ ତ କାଳିଆ ଟଙ୍କା ଦେଉଛନ୍ତି, ଆପଣ ତ ସିଏମ୍ କିଷାନ ଟଙ୍କା ଦେଲେଣି, ତ କ'ଣ ଆଉ ଥରେ ତାଲିକା କରିବାର ଉଦ୍ଦେଶ୍ୟ? ନାଇଁ, ତାଲିକା କରିବାର ଉଦ୍ଦେଶ୍ୟ ସରକାର ଚାହୁଁଛନ୍ତି ପ୍ରକୃତ ଚାଷୀ କେତେ ଅଛନ୍ତି, ପ୍ରକୃତ ତା ଭିତରେ ଫଲ୍ସ ଚାଷୀ କେତେ ଅଛନ୍ତି, ଯେଉଁମାନେ ପ୍ରକୃତ ଚାଷୀ ନୁହେଁ କାଗଜ ଜାଣିବାକୁ ଚାହୁଁଛନ୍ତି ଚାଷୀ। ପ୍ରତ୍ୟେକ ଜିନିଷରେ କେମିତି ୟୁଟିଲାଇଜ୍ କରିବା, ପ୍ରକୃତ ୟୁଟିଲାଇଜ୍ର କ'ଣ ହେଇଛି। ଗୋଟେ ଜିଲ୍ଲାରୁ 1.5 ଲକ୍ଷ ଲେଖାଏଁ ଫଲ୍ସ କାର୍ଡ ବାହାରୁଛି। ଫଲ୍ସ ମାନେ ହିତାଧିକାର। ବର୍ତ୍ତମାନ ତ ମୁଁ ଦେଖିଲିଣି 40 ଲକ୍ଷ ଭୋଟ କାର୍ଡ ବାହାରୁଛି। ତେଣୁ ପ୍ରତ୍ୟେକ ଜିନିଷର ଇନକ୍ୱାରି ହେବ। 24 ବର୍ଷ ହେଲା ଯାହା ଚାଲିଥିଲା ସେ ଚାଲିବନି। ତେଣୁ ଆମେ ପ୍ରତ୍ୟେକ ଜିନିଷର ଆମେ ଗୋଟେ ଦେଖୁଛୁ। ନିଶ୍ଚିତ ଚାଷୀ ନାଁରେ ଅନ୍ୟମାନେ ମଧ୍ୟ ରେଜିଷ୍ଟ୍ରି କରିଦେଉଛନ୍ତି, ସେଇଟା ହେଉଛି କଥା। ସେଇମାନେ ପୁଣି ଚାଷୀମାନଙ୍କଠୁ କମ୍ ରେଟ୍ରେ ଧାନ କିଣି ଆସିକି ବିକୁଛନ୍ତି। ଏସବୁ ଲୋକମାନଙ୍କୁ ତ କମ୍ ସେ କମ୍ ଆଉଟ୍ କରିବାକୁ ପଡ଼ିବ। ରାସନ କାର୍ଡ ଇ-କେୱାଇସି ସରିଗଲାଣି? ଇ-କେୱାଇସି ସରିଗଲାଣି ରାସନ କାର୍ଡ? ଇ-କେୱାଇସି ଚାଲିଛି, ଆଉ କିଛି ବି ନାହିଁ। ଦେଖନ୍ତୁ ଏପରି ମାନ ଉପରେ ଆମେ କମ୍ପ୍ରମାଇଜ୍ କରିପାରିବୁ ନାହିଁ, କାରଣ ସେଟା କେନ୍ଦ୍ରର ନିର୍ଦ୍ଧାରଣ ଅଛି। ସେଟାକୁ ଯଦି ଏଫେକ୍ଟିଭ ମାନଟାକୁ ଆମେ କମ୍ପ୍ରମାଇଜ୍ କରୁଛୁ ତାହେଲେ ସେ ଚାଉଳ ସେ ଏଫ୍ସିଆଇ ନେବେ ନାହିଁ। ତେଣୁ ଯେଉଁମାନଙ୍କ କ୍ଷତି ହେଇଛି ମୁଁ କହିଲି କ୍ଷତି ପଇସା ରାଜ୍ୟ ସରକାର ଦେବ, କିନ୍ତୁ ଯେଉଁଟା ଏଫେକ୍ଟିଭ ମାନ ଯେଉଁଟା ଚଳେଇ ପାରିବେ ଜିଲ୍ଲା ଉପରେ ଆମେ ଛାଡ଼ିଛୁ, ଜିଲ୍ଲାପାଳଙ୍କ ଉପରେ ଛାଡ଼ିଛୁ। ସେମାନେ ଯେଉଁଟା କମ୍ପ୍ରମାଇଜ୍ କରିକି ନେଇପାରିବେ ସବୁଗୁଡ଼ା। ସାର୍ ଆଉ ଗୋଟେ ଶେଷ ପ୍ରଶ୍ନ, ମଣ୍ଡିର ସମୟ ଅବଧି ମଧ୍ୟ ବିଭିନ୍ନ ସମୟ ସରିଯାଉଛି। ବର୍ଷା ଯୋଗୁଁ ଅନେକ ସରିବ ନାହିଁ। ମଣ୍ଡିର ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ଅଛି। ଜାନୁଆରୀ ଫେବୃଆରୀ ମାସ 3 ମାସ ଅଛି। ତେଣୁ ଆଦୌ ବିବ୍ରତ ହେବାର ନାହିଁ। ଯେଉଁମାନେ ବନ୍ଧୁମାନଙ୍କ ଘରେ ଧାନ ଅଛି ଆରାମସେ ଘୋଡ଼େଇକି ରଖନ୍ତୁ।
ଆଗ ହଳ ଦେଲା ପରେ ଶୁଖେଇକି ତାକୁ ଝାଡ଼ି ଝୁଡ଼ିକି ଆଣନ୍ତୁ ସେଇଟା ହେଉଛି ଏଫେକ୍ଟିଭ୍ ମାନ ଆଉ ବୋଲି କିଛି ନାହିଁ। ତେଣୁ ଯେଉଁମାନଙ୍କ ପାଖେ ଧାନ ଅଛି କେହି ବି ବିଶ୍ୱାସ କରନ୍ତୁନି, ଆମେ ସମସ୍ତଙ୍କଠୁ ଧାନ ନେବୁ। ଜିଲ୍ଲାପାଳମାନଙ୍କୁ ମଧ୍ୟ 15 ଦିନ ଏକ୍ସଟ୍ରା ପାୱାର ଦିଆଯାଇଛି, ସେମାନେ କାହାର ବି ଟୋକନ୍ ଲାପ୍ସ ନ ହେବା ପାଇଁ ସେମାନଙ୍କୁ ଦିଆଯାଇଛି 15 ଦିନ ଏକ୍ସଟ୍ରା ପାୱାର। ତେଣୁ ଆମେ ଯେତେ ରିଲାକ୍ସ କରିବା କଥା ସରକାର ରିଲାକ୍ସ କରିଛୁ।